ଦଶମ ସ୍କନ୍ଧ ଦ୍ୱାରିକା ଲୀଳା 292ତମ ଅଧ୍ୟାୟ। ପରୀକ୍ଷିତ ବାଚ ସମ୍ମୁଖେ ଯୋଡ଼ି ହସ୍ତ ଆନନ୍ଦେ ବୋଲେ ପରୀକ୍ଷିତ, ରାମ ଗୋବିନ୍ଦଙ୍କ ଭଗିନୀ ସୁଭଦ୍ରା ନାମେ ଯେ କାମିନୀ, କେମନ୍ତ ଅର୍ଜୁନ ତା ପାଇ ସେ ଯେ ମୋହର ପିତାମୟୀ। ଶ୍ରୀଶୁକବାଚ କହନ୍ତି ବ୍ୟାସଙ୍କର ସୁତ ଶୁଣ ରାଜନ ପରୀକ୍ଷିତ, ଅର୍ଜୁନ ତୀର୍ଥ ଯାତ୍ରା ଛଳେ ଭ୍ରମଇ ଅବନୀ ମଣ୍ଡଳେ, ପ୍ରବାସ ତୀର୍ଥେ ଏକ ଦିନେ ଅର୍ଜୁନ ରହିତ ସୋମନେ, ଶୁଣିଲା ଦ୍ୱାରକାର ବାଣୀ ନିଜ ମାତୁଳର ଦୁଲଣୀ, ଶଙ୍କର ଶଣ ଅନୁମତେ ଦୁର୍ଯ୍ୟୋଧନକୁ ଦେବା ଅର୍ଥେ, କାହାରି ନାହିଁ ସନ୍ମତ ମନେ ବିଚାରି 5-7, ସୁଭଦ୍ରା ଲଭିବାର ଆସେ ତକ୍ଷଣେ ବ୍ରହ୍ମଚାରୀ ବେଶେ, ମାୟା ତ୍ରିଦଣ୍ଡୀ ରୂପ ଧରି ମିଳିଲା ଦ୍ୱାରକା ନଗରୀ, ଆପଣା କାର୍ଯ୍ୟ ସିଦ୍ଧି ଆସେ ରହି ବରଷ 4 ମାସେ, ଯାଦବ ନିତ୍ୟ ଆଜ୍ଞା ଦିଅନ୍ତି ଏକଥା ରାମ ନ ଜାଣନ୍ତି, ଦିନେକ କୃଷ୍ଣ ଅଳପାଣି ଅତିଥି ନିଜ ଘରେ ଆଣି, ଶରଦା ଚିତ୍ତେ ଭିକ୍ଷା ଦେଲେ ଅର୍ଜୁନ ହରଷେ ବୁଞ୍ଜିଲେ, ବୀର ମୋହିନୀ ରୂପ ତାର ଭୁବନେ ନାହିଁ ପଟାନ୍ତର, ସକାମ ଲୋଚନ ସେ ଚାହିଁ ହୃଦେ ଅନଙ୍ଗ ଭାବ ବହି, ସ୍ୱଭାବେ ଅର୍ଜୁନ ସୁନ୍ଦର ରୂପେ କି କାମ ମନୋହର, ସୁଭଦ୍ରା ଦେଖି ତା ବଦନ ସମ୍ଭ୍ରମେ ପୀଡ଼ିତ ମଦନ, ହାସ୍ୟ ଜଡ଼ିତ ମୁଖ ଶହେ କଟାକ୍ଷେ ଜନମନ ବଏ, ଅର୍ଜୁନ ଦେଖି ଅଭିରାମ ଚିତ୍ତେ ମୋହିତ ଅତି କାମ, ସୁଭଦ୍ରା ରୂପେ ମନ ଦେଇ ଅର୍ଜୁନ ବସି ବିଚାରଇ, ହେମନ୍ତ ଲଭିଲି ଏ ନାରୀ ନିରତେ ଛିଦ୍ର ଅନୁସରି, ହେମନ୍ତେ ଦେବ ଯାତ୍ରା କାଳେ କନ୍ୟା ହରିଲା ବାହୁବଳେ, ଉତ୍ତମ ରଥେ କନ୍ୟା ଘେନି ମଙ୍ଗଳ କରଣେ କାମିନୀ, ଦ୍ୱାରକାପୁର ଦୁର୍ଗ ପଥେ ଚଳନ୍ତି ଗୀତ ବାଦ୍ୟ ନାଦେ, ପିତା ମାତାଙ୍କ ଶୁଦ୍ଧ ଚିତ୍ତେ କୃଷ୍ଣର ଭାବ ଅନୁମତେ, ଅର୍ଜୁନ ଦେବ ଯାତ୍ରା କାଳେ କନ୍ୟା ହରିଲା ବାହୁବଳେ, ଏ ଆପଣେ ନିଜ ରଥେ ବସି ଧନୁ ଟଙ୍କାରେ ଗୁଣେ ଘୋଷି, କନ୍ୟା ଆବରିଥିଲେ ଯେତେ ନାନା ଆୟୁଧ ଧରି ହସ୍ତେ, ତାହାଙ୍କ ଗର୍ଭ ନାଶ କରି ସ୍ୱଭାବେ ଦେଶ ନେକେଶରୀ, ଏ ପଶୁଙ୍କ ମଧ୍ୟରେ ହରେ ଜେନେ ତା ଦେଖି ରାମ କୋପ ମନେ, ଶେଷନେ ପୂର୍ଣ୍ଣମାସୀ କାଳେ ସମୁଦ୍ର ଉଛୁଳେ ଗହଳେ, ରାମର କୋପ ଦେଖି ହରି କହନ୍ତି କର ଯୋଡ଼ି କରି, ଏ ବାନ୍ଧବ ମନେ ବିଚାରିଲେ ରାମର କୋପ ଶାନ୍ତ କଲେ, ନବଚନେ ହଳ ପାଣି ଅନେକ ରତ୍ନ ବସ୍ତ୍ର ଆଣି, ଏ ବର କନ୍ୟାର ବିବାହ କାଳେ ଅନେକ ଯୌତୁକ ଦେଲେ, ଅମୂଲ୍ୟ ରତ୍ନ ବସ୍ତ୍ର ଧନ ଅଶ୍ୱକୁଞ୍ଜର ଦାସୀମାନ, ଘେନି ଆନନ୍ଦେ କନ୍ୟା ବର ମଙ୍ଗଳ ଗଲେ ନିଜପୁର, କହନ୍ତି ବ୍ୟାସଙ୍କର ସୁତ କୃଷ୍ଣ ମଙ୍ଗଳ ଭାଗବତ, ନର ସଖା ପୂର୍ବ କାଳେ ବିପ୍ରେ ଯେ ଥିଲେ ମହି ତଳେ, ନର ଅତି ପ୍ରିୟ ଭାବ ତାହାର ନାମ ଶ୍ରୁତ ଦେବ, ଏକାନ୍ତ ହରି ଭାବ ବଳେ ସମ୍ପୂର୍ଣ୍ଣ ହୃଦୟ ନିଶ୍ଚଳେ, ଯୋଗେ ଇନ୍ଦ୍ରିୟ ବଳ ଜିଣି ଜଗତ ଆତ୍ମା ପରିମାଣୀ, ମିଥିଳାପୁରେ ଗୃହାଶ୍ରମ ବ୍ରାହ୍ମଣ ଭାବେ ନିତ୍ୟ କର୍ମ, ଧନ ଅର୍ଜନେ ନାହିଁ ଚିତ୍ତ କେବଳ ପ୍ରାଣୀ ଜାତ ମାତ୍ର, ଅଧର୍ମ ମାର୍ଗେ ମନୋଭ୍ରାନ୍ତି କ୍ରିୟାକଳାପ କରେ ନୀତି, ହେମତେ ଶ୍ରୁତ ଦେବ ନାମ ବିଦେହ ନଗରେ ଜନମ, କେବଳ ଚିତ୍ତେ ହରି ଭାବ ନିର୍ଜିତ ଇନ୍ଦ୍ରିୟ ସ୍ୱଭାବ, ତାହାଙ୍କ ଭାବ ଘେନି ହୃଦେ ଗୋବିନ୍ଦ ପରମ ଆନନ୍ଦେ, ଭକତ ଭାବେ ବସ ହରି ଉଦ୍ଧବ ସଙ୍ଗେ ଦଇତାରି, ଦାରୁକ ରଥ କଲା ଆଣି ମୁନିକ ସଙ୍ଗେ ଚକ୍ରପାଣି, ରଥ ଆରୋହୀ ଋଷିକେଶ ମିଥିଳା ଦିଗରେ ପ୍ରବେଶ, ନାରଦ ବାମ ଦେବ ଆଦି ବ୍ୟାସ ପରଶୁରାମ ପ୍ରସିଦ୍ଧି, ଅସିତ ଦେବଙ୍କ ଅରଣୀ ଅଙ୍ଗିରା ସୁତ ଶୂଦ୍ର ମୁନି, ଏ ପୂର୍ଣ୍ଣ ମୈତ୍ରେୟ ଚ୍ୟବନ ଏ ଆଦି ବ୍ରହ୍ମ ଋଷି ଗଣ, ଶୁଣି ଗୋବିନ୍ଦର ଆଗମ କେତେ ଦୂର ଅନୁଗମ, ବିବିଧ ଅର୍ଘ୍ୟ ପାତ୍ରରେ ଘେନି ମିଳିଲେ ସ୍ନେହ ବରେ, ଉଦୟ ଆଦିତ୍ୟ ନିକଟେ ଜେନେ ବ୍ରାହ୍ମଣ ଜଳ ତଟେ, ଆଦିତ୍ୟ ଧନୁକ ସୁଦକ୍ଷ କୁରୁ ଜାଙ୍ଗଳ କଙ୍କ ସୁଖ, ପଞ୍ଚାଳ ବୃତ୍ତି ମଧ୍ୟ ଆଦି କୈକେୟ କୌଶଳ ପ୍ରସିଦ୍ଧି, ଏ ଆଦି ଯେତେ ଜନପଦେ କୃଷ୍ଣର ବଦନ ଆନନ୍ଦେ, ପିବନ୍ତି ଚକ୍ଷୁରନ୍ଧ୍ରେ ପୁରୀ ଅଶେଷ ତପେ ନର ନାରୀ, ତାହାଙ୍କ ପାପ ନାଶ କରି ଜଗତ ଗୁରୁ ନର ହରି, ଦିଗ ପୁରିତ ନିଜ ଯଶ ତାହାଙ୍କ ମୁଖୁ ଋଷିକେଶ, ଏ ସୁମରି ଭୁବନ ମଣ୍ଡଳ ଶୁଣି ସାନନ୍ଦ ନନ୍ଦବାଳ, ସର୍ବକୁଶଳ ସ୍ନେହ ବରେ ପ୍ରବେଶ ମିଥିଳା ନଗରେ, ମିଥିଳାପୁର ନର ନାରୀ କୃଷ୍ଣ ଆଗମ ଅନୁସରି, ମଙ୍ଗଳ ଦ୍ରବ୍ୟ ଘେନି କରେ ମିଳିଲେ କୃଷ୍ଣର ଆଗରେ, ଗୋବିନ୍ଦ ମୁଖ ଦେଖି ଜନେ ପ୍ରକାଶୀ ନିଶ୍ଚଳ ନୟନେ, କର ଅଞ୍ଜଳି ଦେଇ ଶିରେ ଲୋମ ପୁଲକ କଳେବରେ, ସକଳ ମୁନିଗଣ ମଧ୍ୟ ନମିଲେ ଶ୍ରୀକୃଷ୍ଣ ଆନନ୍ଦେ, ଏକ ଜନକ ସୁତ ଦେବ ମୁନି ଗୋବିନ୍ଦ ଭାବ ହୃଦେ ଘେନି, ବୋଲନ୍ତି ତୁମ୍ଭ ଅନୁଗ୍ରହେ ବିଜୟ କଲେ ଦେବରାଏ, ହେମନ୍ତ ପରମ ଆନନ୍ଦେ ପ୍ରଣାମ କଲେ ମୁନି ପାଦେ, ମୁନି ସମେତ ନାରାୟଣ ଅତିଥି କଲେ ନିମନ୍ତ୍ରଣ,
କୃଷ୍ଣକୁ ଆସନେ ବସାଇ ପୂଜିଲେ ମଧୁପର୍କ ଦେଇ ସେବେନି ଜନକର ମନ ଜାଣନ୍ତି ଜଗତ ଜୀବନ ଭାବେ ବନ୍ଦାଇ ଦାମୋଦର ହୃଦୟରେ କରନ୍ତି ବିଚାର ଏହାଙ୍କ ଘରେ ମୁଁ ହିଁ ରହି ଚିତ୍ତ ଆନନ୍ଦେ ବୋଧ ଦେଇ ତେବେ ମୁଁ ଯିବି ନିଜ ପୁର ଏତେ ବିଚାରି ଚକ୍ରଧର ଏ ଜନକ ଘରେ ଭଗବାନ ମୁନିକୁ ଘେନି ତ ସମନ ଦେଖି ଆନନ୍ଦ ମହାରାଜା କଲା ମୁନିଙ୍କ ପାଦ ପୂଜା ହରସେ ତନୁ ପ୍ରେମ ବଳ ନୟନ ବହେ ଅଶ୍ରୁ ଜଳ ପଖାଳି ମୁନି କର ପାଦ ଆନନ୍ଦେ ଶୋକ ଗଦ ଗଦ ସ୍ୱ ପବିତ୍ର ଯେଉଁ ଜଳ ଘେନି କୁଟୁମ୍ବ ସଂଘ ମେଳ ମୁନିଙ୍କ ଚରଣ ସମୀପେ ପୁଷ୍ପ ଚନ୍ଦନ ଧୂପ ଦୀପେ ଅର୍ଘ୍ୟ ଗୋ କୃଷ୍ଣ ବୃକ୍ଷ ଭାବେ ଦେଇ ମଧୁର ସ୍ୱରେ ବାକ୍ୟ କହି ଆତ୍ମା ସନ୍ତୋଷେ ମୁନି ଜନେ ଆନନ୍ଦେ ବସିଲେ ଆସନେ କୃଷ୍ଣକୁ ଆସନେ ବସାଇବେନି ଚରଣେ ହସ୍ତ ଦେଇ ଏ ପାଦ ମର୍ଦଇ ମନ ସୁଖେ କହେ କୋମଳ ବାକ୍ୟ ମୁଖେ ଭୋନାଥ ସର୍ବ ପ୍ରାଣୀ କର ତୁ ଆତ୍ମା ସାକ୍ଷୀ ଦାମୋଦର ତୋର ଚରଣ ଚକ୍ଷୁଦାରେ ଦେଖିଲୁ ମନୁଷ୍ୟ ଶରୀରେ ତୋର କର୍ମ ଶୁଣି କର୍ଣ୍ଣେ ପ୍ରତ୍ୟକ୍ଷ ଦେଖିଲୁ ନୟନେ ତୋ ପାଦର ଜଗତ ଚିନ୍ତା ଦେଖିବା ପାଇଁ କରେ ଧାତା ଏହା ଯେ ଚିତେ ଭଲେ ଜାଣି କେ ତାହା ଲଭି ଛାଡେ ପ୍ରାଣୀ ଏ ସମଦରସି ଚିତ୍ତ ଯାର ଶାନ୍ତି ନିଷ୍କମେ ମୁନିବର ଏ ମରଣେ ଦେଇ ଆତ୍ମପଦ ଆଗମ ନିଗମ ଏ ବାଦ ସଂସାରେ ପ୍ରାଣୀଙ୍କର ମଧ୍ୟ ତୁ ନାଥ ଭୂମି ଭାର ସଦେ ଯାଦବ ବଂଶେ ହୋଇ ଜାତ ତୋ ଯଶ ଜଗତେ ବିଦିତ ତ୍ରୈଲୋକ୍ୟ ପାପ ଯେ ବିନାଶେ ନିର୍ମଳ ସୁଜ୍ଞାନ ପ୍ରକାଶେ ନମସ୍ତେ ପ୍ରଭୁ ଭଗବାନ କୃଷ୍ଣ କୁଣ୍ଠ ଜ୍ଞାନ ଧାନ ଏ ତୁ ନାଥ ନାରାୟଣ ରୂପୀ ଜନକ ହିତେ ଗତି ସ୍ଥାପି ତୋ ଭୋନାଥ ଜ୍ଞାନୀ ମୁନି ଜନ ମୋ ଗୃହେ ରହ କିଛି ଦିନ ତୋ ପାଦର ଯ ମୋର କୂଳ ପବିତ୍ର କଲା ଆଦି ମୂଳ ହେମନ୍ତ ରାଜା ବାକ୍ୟ ଶୁଣି ଆନନ୍ଦ ମନେ ଚକ୍ର ପାଣି ମିଥିଳା ନର ନାରୀଙ୍କର ପ୍ରିୟ କରଣେ ଚକ୍ରଧର କେତେ ଦିନ ତହିଁ ରହି ଜନକ ପ୍ରିୟ ଭାବ ବହି ଆନନ୍ଦ ମନେ ଋଷିକେଶ ଶ୍ରୁତ ଦେବ ଗୃହେ ପ୍ରବେଶ ତୁ ଗୃହେ ଗୋବିନ୍ଦ ପ୍ରବେଶ ଦେଖି ଶ୍ରୁତ ଦେବ ରସ ମୁନି ଗୋବିନ୍ଦ ଜ୍ଞାନୀ ସାତେ ଉଭାରି ତୋଳିବେ ନିହସ୍ତେ ଏ ଘୋଷଇ ବଳେ ନୃତ୍ୟ କରି ଭାବେ ଭୋଲଇ ନର ହରି ଶ୍ରୀକୃଷ୍ଣ ପଦ୍ମ ପାଦ ବେନି ଜନକ ପ୍ରିୟ ଭାବ ଜ୍ଞାନୀ ସଙ୍ଗତେ ଜ୍ଞାନୀ ନିଜ ନାରୀ ମୁନିଙ୍କ ପାଦ करे ଧରି ପଖାଳି ଶୀତଳ ଉଦକ ଜ୍ଞାନୀଲା ମସ୍ତକେ ଏ ଜଳ ସିଞ୍ଚଇ ନେଇ ଘରେ ଯେ ଜଳେ ମନୋରଥ ପୁରେ ସକଳ ଫଳ ପାଇ ଜଇଁ ସେ ପାଦ ଯୁଗେ ଭାବ ଗ୍ରାହୀ ଗନ୍ଧ ସୁବାସ ଶୀତ ଜଳ ଶ୍ୟାମ ତୁଳସୀ ପଦ୍ମମାଳ ଝିଅ ଥିଲାଟି ମନ୍ଦିରେ ଅର୍ପିଲା ସର୍ବ ଉପହାରେ ବିତର୍କ ବିଚାର ହି ଚିତ୍ତେ ପୂର୍ବେ ମୁଁ ତପ କରି କେତେ ଏ ଫଳେ ଲଭିଲି ଏ ଗତି ମୋର ମନ୍ଦିରେ ଯଦୁପତି ଯେ କୃଷ୍ଣ ପାଦ ରଜ ନିର ସକଳ ତୀର୍ଥଙ୍କର ଘର ଏ ଆତ୍ମା ନିକେତ ମୁନି ମେଳେ ଗୋବିନ୍ଦ ମୋ ଗୃହ ମଣ୍ଡଳେ ହେମତେ କୃଷ୍ଣକୁ ବସାଇ କର ଅଞ୍ଜଳି ଶିରେ ଦେଇ ସକଳତ୍ର ବନ୍ଧୁ ଘେନି ନମଇ କୃଷ୍ଣ ପାଦ ବେନି ବୋଲଇ କୋମଳ ବଚନ ପାଦ ପଙ୍କଜେ ଦେଇ ମନ ଆଜ ସେ ଧନ୍ୟ ମୋର ବଂଶ ଦେଖିଲି ପରମ ପୁରୁଷ ଯେ ହରି ଜଗତ ଭିଆଇ ଖେଳଇ ସର୍ବରୂପ ହୋଇ ନିଦ୍ରିତ ପୁରୁଷ ଯେମନ୍ତ ସ୍ୱପ୍ନ ଦେଖଇ ନାନା ମତ ଏ ଚିଆଇ ସଂସାର ସମୂହେ ସେ କଥା କହେ ସତ୍ୟ ପ୍ରାୟ ତୋ ନାମ ଶୁଣନ୍ତି ଯେ କର୍ଣ୍ଣେ ନିରତେ ଗୁଣନ୍ତି ବଦନେ ନିଶ୍ଚଳେ ଧ୍ୟାନ ମନେ ଚିନ୍ତି ପ୍ରତିମା ପୂଜନ୍ତି ଯେ ନୀତି ବିଷୟ ସଙ୍ଗେ ଦୂର କରି ତୋତେ ଭାବନ୍ତି ହୃଦେ ଭରି ତାଙ୍କ ହୃଦେ ତୁ ଗୋବିନ୍ଦ ପ୍ରକାଶୁ ଯେନେ ପୂର୍ଣ୍ଣଚନ୍ଦ୍ର କର୍ମେ ଚଞ୍ଚଳ ଯାର ଚିତ୍ତ ତାହାଙ୍କୁ ଦୂର ତୁ ଅଚ୍ୟୁତ ଏ ହୃଦୟରେ ଥାଇ ଦୂର ହେଉ ତୋତେ ପାଇବେ ପ୍ରାଣୀ କାଉଁ ଏ କ୍ଷଣେ ଗୃହୀତ ଆତ୍ମା ଘଟେ ସେ ଯେବେ ଥିବେ ତୋ ନିକଟେ ଆମ୍ବ ଶକ୍ତି କି ଅଗୋଚର ଭୋନାଥ ମହିମା ତୋର ନମସ୍ତେ ପ୍ରଭୁ ନିରଞ୍ଜନ ଅଧ୍ୟାତ୍ମ ଗୋପୀଙ୍କ ଜୀବନ ସ୍ୱଭାବେ ଦେହ ତୋର ନାହିଁ ମାୟାରେ ବ୍ରହ୍ମ ତୋର ଦେଇ ଏ କାରଣ ଅଙ୍ଗେ ଅକାରଣ ତ୍ରିଲିଙ୍ଗ ଲୋକଙ୍କ ଧାରଣ ସ୍ୱୟଂ ସମ୍ଭୂତ ରୁଦ୍ର ଦୃଷ୍ଟି ଏଣୁ ନାମ ରୂପ ସୃଷ୍ଟି ମୁଁ ତୋର ଭୃତ୍ୟଙ୍କ କିଙ୍କର ମୁଁ ଦୂର କୋଟିକେ ଅନ୍ତର ମୁଁ ତୋର କି କରିବି ସେବା ବିଚାରି ମତେ ଆଜ୍ଞା ଦେବା ଗୋଚର ଯାର ତୁଇ ତାହାର କ୍ଲେଶ ଆହୁ ନାହିଁ କହନ୍ତି ସୁକ ମହାମୁନି ଶ୍ରୁତ ଦେବର ବାକ୍ୟ ଶୁଣି କହନ୍ତି ଆରତ ଭଞ୍ଜନ ହର ସେ ପ୍ରଭୁ ଭଗବାନ ଏ ବ୍ରାହ୍ମଣ ହସ୍ତେ କରେ ଧରି ହସି ବୋଲନ୍ତି ନର ହରି ତୋର ପ୍ରସନ୍ନେ ବିପ୍ରବର ମୁହିଁ ଅଇଲି ତୋର ଘର ଏମୁନି ଜନକ ମହିମା କେ କହିପାରେ ଗୁଣ ସୀମା ତାଙ୍କ ପଦ ରଜସିରେ ଘେନି ସଂସାର ପ୍ରାଣୀ ତରେ ଦେବତା କ୍ଷେତ୍ରେ ତୀର୍ଥ ଜନେ ଦର୍ଶନ ସ୍ପର୍ଶନ ଅର୍ଚ୍ଚନେ ଏ ଶୁଦ୍ଧି କରନ୍ତି ଶୁଦ୍ଧ କାଳେ ଯାହାର କର୍ମ ସଙ୍ଗ ଫଳେ ଏହାଙ୍କ ଦର୍ଶନ ମାତ୍ରେ ପାପ ନ ରହେ ନିଜ ଗାତ୍ରେ ସକଳ ପ୍ରାଣୀ ମଧ୍ୟ ସାର ବ୍ରାହ୍ମଣ ଜନ ପ୍ରିୟ ମୋର ଏ ବ୍ରାହ୍ମଣ ସର୍ବଦେବମୟ ନିଶ୍ଚୟ ମୋର ନିଜ ଦେହ ଏହା ନ ଜାଣି ଦୁଷ୍ଟ ଜନ ବିପ୍ରେ କରନ୍ତି ଅପମାନ ଗୁରୁ ବ୍ରାହ୍ମଣ ଇଷ୍ଟ ମତେ ପ୍ରତିମା ପୂଜି ଦୃଢ ଚିତେ ଏ ଚରାଚର ବିଶ୍ୱ ଯେତେ ମୋହର ରୂପ
ରୂପ ଅନୁମତେ ବିପ୍ରେ କହନ୍ତି ବେଦ ଧରି ମୋର ବଚନ ଦୃଢ଼ କରି ଏଣୁ ଭୋ ବିପ୍ରଙ୍କର ତୁଇ ଶ୍ରଦ୍ଧା ସ୍ୱଭାବେ ମନ ଦେଇ ଏହାକୁ ସେବା କର ନିତ୍ୟ ମୋ ଭାବ ପାଇବୁ ଯେ ମତେ ବିପ୍ରେ ସେବିଲେ ମତେ ପାଇ ଅନ୍ୟଥା କୋଟି ଯଜ୍ଞ ଦାୟୀ ଶୁକ କହନ୍ତି ଶୁଦ୍ଧ ମନେ ବିଦେହ ବିଷ୍ଣୁର ବଚନେ ବିପ୍ରଙ୍କୁ ପୂଜି ନୀତି ନୀତି ଲଭିଲେ ଅପବର୍ଗ ଗତି ଏମତେ ପ୍ରଭୁ ଭଗବାନ ମିଥିଳା ରହି କେତେ ଦିନ ତାହାକୁ ନିଜ ଜ୍ଞାନ ଦେଇ ଦ୍ୱାରକା ଗଲେ ଭାବଗ୍ରାହୀ ସେ ହରିପାଦେ ଦେଇ ଚିତ୍ତ କହି ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସଂ ସହିତଂ 82 ଦଶମସ୍କନ୍ଧେ ଶ୍ରୁତ ଦେବତାରणे नाम दीनवतीतमोऽध्यायः बोलानन्दे कवार हरि हरि बोल।